ମୁଁ ମୋର ପାଠପଢ଼ା ସମାପ୍ତ କରିବା ମାତ୍ରେ ମୋ ମା ମୋ ବିବାହ ବିଷୟରେ ଚିନ୍ତିତ ହୋଇଗଲେ ଏବଂ ମୋର ବିବାହ ସ୍ଥିର କଲେ। ପୁଅ ଘର ମୋତେ ଦେଖିବାକୁ ଆସିଲେ, କିନ୍ତୁ ସେମାନେ ନିଜ ଅପେକ୍ଷା ଅଧିକ ନିକଟତର ହୋଇଗଲେ। ବିବାହ ପାଇଁ ଆମ ପକ୍ଷରୁ କୌଣସି ବିଶେଷ ପ୍ରସ୍ତୁତି ହୋଇନଥିଲା। ମୋ ମା ମୋ ବିବାହ ବିଷୟରେ ଅଧିକ ଚିନ୍ତିତ ଥିଲେ। ସେ ସବୁବେଳେ ମୋତେ କୁହନ୍ତି ଯେ, ପୁଷ୍ପା, ମୁଁ ଯେତେ ଶୀଘ୍ର ମୋର କର୍ତ୍ତବ୍ୟ ପାଳନ କରିବି ସେତେ ଭଲ। ମୁଁ ଏବେ ବି ବଞ୍ଚିଛି। ମୋ ପରେ ତୋର କ'ଣ ହେବ? ସେମାନେ ବହୁତ ଆଡ଼ମ୍ବର ଏବଂ ଶୋଭା ସହିତ ବିବାହ କରିଥିଲେ। ଯେତେବେଳେ ପୁଷ୍ପାର ଶ୍ୱଶୁର ଘରର ଲୋକମାନେ ଘରକୁ ଦେଖିବାକୁ ଆସିଥିଲେ, ସେମାନେ ପୁଷ୍ପାକୁ ଏକ ମେହେନ୍ଦି ସେଟ୍ ଏବଂ ଚୁଡ଼ି ମଧ୍ୟ ଦେଇଥିଲେ। ଯେଉଁଦିନ ପୁଷ୍ପା ମେହେନ୍ଦି ସେଟ୍ ପାଇଲେ, ମନୀଷ ଫୋନ୍ କଲେ। ସେ ପ୍ରଥମ ଥର ପାଇଁ ପୁଷ୍ପା ସହିତ କଥା ହେଲେ ଏବଂ ପୁଷ୍ପା ମନୀଷର ଉତ୍ତର ଦେବା ମାତ୍ରେ ସେ ମେହେନ୍ଦି ସେଟ୍ ବିଷୟରେ ପଚାରିବା ଆରମ୍ଭ କଲେ। ପଚାରିଲେ ଯେ, ମୋର ପସନ୍ଦ କିପରି ଲାଗିଲା? ମୁଁ ଆଶା କରୁଛି ତୁମକୁ ସେଟ୍ ପସନ୍ଦ ଆସିଲା। ଏହା ସେମାନଙ୍କର ପ୍ରଥମ ଥର କଥାବାର୍ତ୍ତା ଥିଲା। ପୁଷ୍ପା ସାଙ୍କ ସହିତ କଥା ହେବା ସମୟରେ ଲଜ୍ଜିତ ହେଉଥିଲେ, କିନ୍ତୁ ସେ ଏପରି ଅନୁଭବ କରୁଥିଲେ ଯେପରି ସେମାନେ ପରସ୍ପରକୁ ଯୁଗ ଯୁଗ ଧରି ଜାଣିଛନ୍ତି ଏବଂ ବିବାହର ଗୋଟିଏ ସପ୍ତାହ ପୂର୍ବରୁ ସେମାନେ ପ୍ରତିଦିନ ଫୋନ୍ରେ କଥା ହେଉଥିଲେ। ପୁଷ୍ପା ବିବାହ ଶାଢ଼ୀ ବହୁତ ସୁନ୍ଦର ଭାବରେ ପିନ୍ଧିଥିଲେ। ଯେତେବେଳେ ମନୀଷ ବିବାହ ଶୋଭାଯାତ୍ରା ସହିତ ଆସିଲେ, ପୁଷ୍ପାଙ୍କ ସମସ୍ତ ବନ୍ଧୁ ତାଙ୍କୁ କହିବାକୁ ଲାଗିଲେ, ଯଦି ଜଣେ ଭାଗ୍ୟବତୀ, ତେବେ କେବଳ ଜଣେ ବ୍ୟକ୍ତି ତୁମ ପରି ଏତେ ସୁନ୍ଦର ସ୍ୱାମୀ ପାଏ। ନଚେତ୍ କେହି କେହି ମୋଟା, କେହି କେହି କଳା, କେହି କେହି ଲଣ୍ଡାରେ ପଡ଼ିଯାଏ। ଏହା କହି ସେ ହସିଲେ ଏବଂ ପୁଷ୍ପା ମଧ୍ୟ ବହୁତ ଗର୍ବର ସହିତ ହସିବାକୁ ଲାଗିଲେ। ପୁଷ୍ପା ମଧ୍ୟ ଏପର୍ଯ୍ୟନ୍ତ ମନୀଷକୁ ଦେଖିନଥିଲେ, କିନ୍ତୁ ତାଙ୍କ ବନ୍ଧୁମାନଙ୍କ ଆଖିରେ ସେ ଦେଖିଥିଲେ ଏବଂ ପ୍ରତ୍ୟେକ ପ୍ରକାରେ ତାଙ୍କର ପ୍ରଶଂସା କରୁଥିଲେ। ଏପରି ଲାଗୁଥିଲା ଯେପରି ସେ ପୁଷ୍ପାଙ୍କ ସାମ୍ନାରେ ବସିଛନ୍ତି। ମୋ ହୃଦୟରେ ଏକ ଅଜବ ଖୁସି ଏବଂ ଭୟ ଥିଲା। ଖୁସି ଥିଲା ଯେ ଏବେ ମୁଁ ସବୁଦିନ ପାଇଁ ମନୀଷ ସହିତ ରହିବି ଏବଂ ଗୋଟିଏ ସପ୍ତାହ ମଧ୍ୟରେ ମନୀଷ ମୋତେ ଯାହା ପ୍ରତିଶ୍ରୁତି ଦେଇଥିଲେ, ଏହି ଆଧାରରେ ଏବେ ମୋ ପାଖରେ ସବୁଦିନ ପାଇଁ ଖୁସିର କାରଣ ଅଛି। ଯିଏ କେବଳ ଥରେ ଖୁସି ପାଏ, ତା ପାଖରେ ଖୁସିରେ ବଞ୍ଚିବାର ଶକ୍ତି ଅଛି। ତାଙ୍କ ଖୁସି ସେ ମୋତେ ଅଧିକ ଖୋଜନ୍ତି। ହୁଏତ ସେ ତାଙ୍କ ଭାଗ୍ୟକୁ ବିଶ୍ୱାସ ମଧ୍ୟ କରିପାରୁନାହାନ୍ତି। ଖୁସି ଏବଂ ଭୟର ଏହି ଅବସ୍ଥାରେ ପୁଷ୍ପାଙ୍କୁ ବିଦାୟ ଦିଆଯାଇଥିଲା। ମୋ ମୁହଁରୁ ଓଢ଼ଣାରେ ଘୋଡ଼ାଇ ଦେଇଥିଲି। ମୁଁ ବିଷ ପାଇଁ ଅପେକ୍ଷା କରିଥିଲି। ସମୟ ବିତିବା ସହିତ ମୋର ହୃଦୟ ଦ୍ରୁତ ଗତିରେ ସ୍ପନ୍ଦନ ହେଉଥିଲା। ମନୀଷଙ୍କ ବଡ଼ ଭାଇ ମଧ୍ୟ ସେହିଦିନ ବିବାହ କରିଥିଲେ। ଏହିପରି ଆମେ ଦୁଇ କନ୍ୟାଙ୍କୁ ଗୋଟିଏ ଘରକୁ ଅଣାଯାଇଥିଲା। ମନୀଷ ପରିବାର ବିବାହରେ ସେମାନଙ୍କର ସମସ୍ତ ଇଚ୍ଛା ପୂରଣ କରିଥିଲେ, କାରଣ ଘରର କେବଳ ଶେଷ ଦୁଇଟି ସନ୍ତାନ ମରିଯାଇଥିଲେ। ମୋ ଶାଶୁ ଘର ବଡ଼ ପରିବାର ଥିଲା। ମୋର 3 ଜଣ ଶାଶୁ ଥିଲେ। ମୁଁ ଟିକେ ଭୟଭୀତ ଥିବାବେଳେ କୋଠରୀର ଦ୍ୱାରରେ ଠକ୍ ଠକ୍ ଶବ୍ଦ ହେଲା ଏବଂ ମନୀଷର ପାଦ ଶବ୍ଦ ଶୁଭିଲା। ସେ ମୋ ଓଢ଼ଣା ଉଠାଇବା ମାତ୍ରେ ମୁଁ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲି। ତାପରେ ମୁଁ ମୋ ବନ୍ଧୁମାନଙ୍କ ବିଷୟରେ ଅନେକ କଥା ମନେ ପକାଇବାକୁ ଲାଗିଲି, କାରଣ ମନୀଷ ପ୍ରକୃତରେ ବହୁତ ସୁନ୍ଦର ନଥିଲା। ଆଜି ପୁଷ୍ପା ତାଙ୍କୁ ପ୍ରଥମ ଥର ପାଇଁ ଦେଖିଥିଲେ। ସେ ତାଙ୍କ ସମସ୍ତ ଭାଇ ଭଉଣୀଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲେ। ମୁହଁ ଦେଖା ଅବସରରେ ସେ ମୋତେ ଏକ ସୁନା ମୁଦି ଉପହାର ଦେଇଥିଲେ। ଯେତେବେଳେ ମୁଁ ମୋ ଯାଆଙ୍କୁ ଦେଖିଲି, ସେ ମୋତେ ସ୍ମାର୍ଟ ମନେ ହେଉଥିଲେ, କାରଣ ସେ ମୋତେ ବହୁତ ଅଜବ ଆଖିରେ ଦେଖୁଥିଲେ। ଯଦିଓ ସେ ମଧ୍ୟ ମୋ ପରି ଏକ ନବବିବାହିତ ବଧୂ ଥିଲେ, କିନ୍ତୁ ତାଙ୍କର ମନୋଭାବ ଭିନ୍ନ ଥିଲା। ସେ ତାଙ୍କର ତୀକ୍ଷ୍ଣ ଆଖିରେ ମୋତେ ଉପରୁ ତଳ ପର୍ଯ୍ୟନ୍ତ ଦେଖୁଥିଲେ। ହୁଏତ ସେ ମୋତେ ତାଙ୍କର ପ୍ରତିଯୋଗୀ ଭାବରେ ବିବେଚନା କରୁଥିଲେ। ସେ କ'ଣ ଭାବୁଛନ୍ତି ତାହା ସେ ଜାଣିଥିଲେ। ମୁଁ ମଧ୍ୟ ଏହାକୁ ଭଲ ଭାବରେ ସମ୍ଭାଳିଥିଲି। ଆମେ ଦୁହେଁ ଏକାଠି ବହୁତ ଖୁସି ଥିଲୁ। ମୁଁ ମୋର ଭାଗ୍ୟକୁ ବିଶ୍ୱାସ କରିପାରୁନଥିଲି। ଯେତେବେଳେ ମୋ ମା ମୋତେ ଦେଖି ଖୁସି ହୋଇଥିଲେ ଯେ ସେ ତାଙ୍କ ଝିଅକୁ ଏତେ ଭଲ ବ୍ୟକ୍ତିଙ୍କ ସହ ବିବାହ କରାଇଛନ୍ତି, କିନ୍ତୁ ଶୀଘ୍ର ଆମର ଖୁସି ହଜିଗଲା। ବିବାହର ଗୋଟିଏ ସପ୍ତାହ ବିତି ନଥିଲା ଯେତେବେଳେ ହଠାତ୍ ସନ୍ଧ୍ୟାରେ ମନୀଷ କଥାବାର୍ତ୍ତା କରୁଥିବା ସମୟରେ ବେହୋସ ହୋଇଗଲେ। ଯେତେବେଳେ ସେ ହଠାତ୍ ବେହୋସ ହୋଇଗଲେ, ମୁଁ ଆଶ୍ଚର୍ଯ୍ୟ ହୋଇଗଲି, କାରଣ ସେ ମୋ ପାଖରେ ବସି ମୋ ସହିତ କଥା ହେଉଥିଲେ ମୋ ରୁମ୍ରେ। ଘରର ଅନ୍ୟ ସମସ୍ତେ ମୋ ରୁମ୍କୁ ଆସିଲେ ଏବଂ ମନୀଷ ଚେତାଶୂନ୍ୟ ଥିଲେ। ଏବଂ ତାପରେ ମୋ ଶ୍ୱଶୁର ଏବଂ ଦେଢ଼ଶୁର ଶୀଘ୍ର ମନୀଷକୁ ଉଠାଇ ତାଙ୍କୁ ପୁନର୍ଜୀବିତ କରିବାକୁ ଚେଷ୍ଟା କଲେ। କେତେକ ତାଙ୍କ ମୁହଁରେ ପାଣି ଛିଞ୍ଚିଲେ, କେତେକ ତାଙ୍କ ପାଦ ଘଷିଲେ, କିନ୍ତୁ ସେ ଚେତା ଫେରି ନଥିଲେ। ସେମାନେ ଶୀଘ୍ର ମନୀଷକୁ କାରରେ ନେଇ ଡାକ୍ତରଙ୍କ ପାଖକୁ ଗଲେ। ମୋ ଶ୍ୱଶୁର ଘର ଲୋକ ସହରରେ ଥିଲେ, ତେଣୁ ସେମାନେ ଶୀଘ୍ର ମନୀଷକୁ ନେଇଗଲେ। ଆମେ ସମସ୍ତେ ଘରେ ବହୁତ ଚିନ୍ତିତ ଥିଲୁ। ପ୍ରାୟ ଅଧଘଣ୍ଟା ପରେ ଯେତେବେଳେ ମୋ ଶାଶୁ ଫୋନ୍ କରି ମୋତେ କହିଲେ ଯେ ମନୀଷ ଚେତା ଫେରି ପାଇଛି, ପୁଷ୍ପାଙ୍କୁ ଲାଗିଲା ଯେପରି ସେ ପୁଣି ଥରେ ଜୀବନ ଫେରି ପାଇଛନ୍ତି। ମନୀଷ ଘରେ ପହଞ୍ଚିବା ମାତ୍ରେ ପୁଷ୍ପା ଶୀଘ୍ର ଆଗକୁ ଯାଇ ମନୀଷକୁ କୁଣ୍ଢାଇ ପକାଇ କାନ୍ଦିବା ଆରମ୍ଭ କଲା। ବିବାହ ପରେ ଜଣେ ମହିଳାଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ତାଙ୍କ ସ୍ୱାମୀ, ଯାହା ଯୋଗୁଁ ତାଙ୍କ ମୁହଁରେ ଉଜ୍ଜ୍ୱଳତା ଏବଂ ତାଙ୍କ ଜୀବନରେ ଚାରିଆଡ଼େ ଖୁସି ଥାଏ। ଯେତେବେଳେ ମନୀଷ ପୁଷ୍ପାକୁ କାନ୍ଦୁଥିବାର ଦେଖିଲେ, ସେ କହିଲେ, ପାଗେଳି, ତୁମେ କାହିଁକି କାନ୍ଦୁଛ?
ମୁଁ ବଞ୍ଚିଛି। ମନୀଷ ଔଷଧ ଖାଇଥିଲେ, ତେଣୁ ସେ ସେହି ରାତିରେ ଶୀଘ୍ର ଶୋଇପଡ଼ିଲେ। ଯେତେବେଳେ ପୁଷ୍ପା ସାରା ରାତି ବସିଥିଲେ, ସେ ଶୋଇପାରିଲେ ନାହିଁ। ବାରମ୍ବାର ଉଠି ମନୀଷକୁ ଚାହିଁ ରହିଲେ ଯେ ସେ ଭଲରେ ଶୋଇଛନ୍ତି କି ନାହିଁ। ସକାଳେ ଉଠିବା ମାତ୍ରେ ପୁଷ୍ପା ଯେତେବେଳେ ମନୀଷକୁ ଡାକିଲେ, ସେ ହସି ହସି କହିବାକୁ ଲାଗିଲେ, ବିଶ୍ୱାସ କର, ମୁଁ ଏବେ ମଧ୍ୟ ବଞ୍ଚିଛି। ଏହା ଶୁଣି ପୁଷ୍ପା ତାଙ୍କ ଓଠରେ ହାତ ରଖି କହିଲେ, ମନୀଷ, ଭଗବାନଙ୍କ ନାମରେ ଶପଥ କର, ମୋତେ ଏପରି ଆଉ କେବେ କହିବ ନାହିଁ। ଯଦିଓ ଏହା ମଜାରେ ହେଉ, ତୁମେ ଜାଣ ତୁମ ଭିତରେ ମୋର ଜୀବନ ଅଛି। ଯଦି ତୁମର କିଛି ବି ହୁଏ, ମୁଁ ମରିଯିବି। ରାତିରେ ଶୋଇବା ପୂର୍ବରୁ ମନୀଷ ପୁଷ୍ପାଙ୍କୁ କହିଲେ ଯେ ତାଙ୍କର ମୁଣ୍ଡ ବିନ୍ଧା ହେଉଛି। ପୁଷ୍ପା ପଚାରିଲେ, ତୁମର ପୂର୍ବରୁ ମଧ୍ୟ ଏପରି ଯନ୍ତ୍ରଣା ହୋଇଥିଲା କି? ଗତକାଲି ତୁମର କ'ଣ ହୋଇଥିଲା? ତୁମେ ହଠାତ୍ ଚେତାଶୂନ୍ୟ ହୋଇଯାଇଥିଲ। ଏବଂ ମୋ ପ୍ରଶ୍ନର କେବଳ ଗୋଟିଏ ଉତ୍ତର ଦେଇଥିଲେ ଏବଂ ସେ ଉତ୍ତର ଦେଇଥିଲେ ଯେ ଏହା ପୂର୍ବରୁ ମୋ ସହିତ କେବେ ହୋଇନଥିଲା କିଛି। ଏହା କହି ମନୀଷ ଯନ୍ତ୍ରଣାରେ କାନ୍ଦିବାକୁ ଲାଗିଲେ ଏବଂ ତାଙ୍କ ଯନ୍ତ୍ରଣାଦାୟକ କଣ୍ଠରେ କହିଲେ, ମୋ ମୁଣ୍ଡ ବହୁ ଯନ୍ତ୍ରଣା କରୁଛି। ଦୟାକରି ମୋ ମୁଣ୍ଡ ଟିକେ ଘଷି ଦିଅ, ବରଂ ମୋର ରକ୍ତଚାପ ଯାଞ୍ଚ କର। ଏହା କହି ସେ ପୁଣି ଆଖି ବନ୍ଦ କରିବାକୁ ଲାଗିଲେ ଏବଂ କିଛି ସମୟ ମଧ୍ୟରେ ସେ ପୁଣି ମୂର୍ଚ୍ଛା ହୋଇଗଲେ। ତାଙ୍କୁ ଏପରି ମୂର୍ଚ୍ଛା ହେବାର ଦେଖି ପୁଷ୍ପା ଚିତ୍କାର କଲେ। ତାଙ୍କ ଚିତ୍କାର ଶୁଣି ପରିବାରର ସମସ୍ତ ସଦସ୍ୟ ପୁଣି ଏକାଠି ହେଲେ। ମନୀଷର ଅବସ୍ଥା ଗୁରୁତର ଥିଲା। ଏଥର ସେମାନେ ତାଙ୍କୁ ଏକ ବଡ଼ ଡାକ୍ତରଖାନାକୁ ନେଇଗଲେ। ପୁଷ୍ପା କହିଲେ ଯେ ମୁଁ ମଧ୍ୟ ତାଙ୍କ ସହିତ ଯିବି, କିନ୍ତୁ କେହି ତାଙ୍କ କଥା ଶୁଣିଲେ ନାହିଁ। ମନୀଷର ଅବସ୍ଥା ଦେଖି ପୁଷ୍ପା ବହୁତ ଭାଙ୍ଗି ପଡ଼ିଥିଲେ। ପୁଷ୍ପା ରୁମ୍କୁ ଫେରିଗଲେ, କାନ୍ଦିବାକୁ ଲାଗିଲେ। ପୁଷ୍ପା ତାଙ୍କ ମାଆଙ୍କୁ ଫୋନ୍ କଲେ। ତାଙ୍କୁ ପରିସ୍ଥିତି ବିଷୟରେ କିଛି କହିନଥିଲେ, କାରଣ ତାଙ୍କ ମା ପୂର୍ବରୁ ଚୁପ୍ ରହିବାରେ ଅଭ୍ୟସ୍ତ ଥିଲେ। ପ୍ରଥମରୁ ସେ କହୁଥିଲେ, ଭଗବାନ ତୋ ଭାଗ୍ୟ ମୋ ପରି ନ ଲେଖିଦିଅନ୍ତୁ। ମୁଁ ମୋ ଯୁବତୀ ଅବସ୍ଥାରେ ବିଧବା ହୋଇଗଲି। ଟିକିଏ ସମୟ ପରେ ଭୟରେ ମୋ ଶ୍ୱଶୁରଙ୍କ ଠାରୁ ଫୋନ୍ ପାଇଲି ଏବଂ ମୋତେ କହିଲେ ଯେ ମନୀଷ ଚେତା ଫେରି ପାଇଛି, କିନ୍ତୁ ଏଥର ଡାକ୍ତର ମନୀଷ ପାଇଁ ପରୀକ୍ଷା ନିର୍ଦ୍ଦେଶ ଦେଇଛନ୍ତି। ଡାକ୍ତର କହିଛନ୍ତି ଯେ ମନୀଷ ପାଇଁ ସମସ୍ତ ପରୀକ୍ଷା ଯଥାଶୀଘ୍ର କରିବା ଉଚିତ। ପୁଷ୍ପା ମନୀଷ ବିଷୟରେ ବହୁତ ଚିନ୍ତିତ ଥିଲେ। ଚିନ୍ତିତ ହୋଇ ନିଜ ମାଆଙ୍କୁ ଫୋନ୍ କଲେ। ମନୀଷଙ୍କ ସ୍ୱାସ୍ଥ୍ୟ ଭଲ ନାହିଁ ବୋଲି ତାଙ୍କୁ କହିବା ଜରୁରୀ, ନଚେତ୍ ମୋ ଶ୍ୱଶୁର ଘର ଲୋକ କହିବେ ଯେ ଏପରି ସମୟରେ ମୋ ବାପ ଘରୁ ସ୍ୱାସ୍ଥ୍ୟ ଅବସ୍ଥା ପଚାରିବାକୁ କେହି ଆସିନାହାନ୍ତି। ଏହା ଭାବି ମୁଁ ଯେତେବେଳେ ମୋ ମାଆଙ୍କୁ ଫୋନ୍ କଲି, ମୋ ମାଆ କାନ୍ଦିବାକୁ ଲାଗିଲେ। ପ୍ରାୟ 10ଟା ବେଳେ ଯେତେବେଳେ ମୋ ଶ୍ୱଶୁର ଓ ଦେଢ଼ଶୁର ମନୀଷକୁ ନେଇ ଘରକୁ ଆସିଲେ, ସେମାନେ ବହୁତ ଚିନ୍ତିତ ଥିଲେ। ଯେତେବେଳେ ମୁଁ ସେମାନଙ୍କୁ ରିପୋର୍ଟ ବିଷୟରେ ପଚାରିଲି, ସେମାନେ କହିବାକୁ ଲାଗିଲେ ରିପୋର୍ଟଗୁଡ଼ିକ ଗୋଟିଏ କିମ୍ବା 2 ଦିନ ମଧ୍ୟରେ ଆସିବ, କିନ୍ତୁ ଡାକ୍ତର କହିଲେ ଯେ ବିପଦ ଅଛି। ଏହା ଶୁଣି ମୋର ବିବାହିତ ଯାଆ କହିବା ଆରମ୍ଭ କଲେ। ମୁହଁ ତିଆରି କରି ମୋ ଆଡ଼କୁ ଚାହିଁଲେ। କିଛି ଲୋକଙ୍କ ଭାଗ୍ୟ ବହୁତ ଦୁର୍ଭାଗ୍ୟଜନକ। ସେମାନଙ୍କ ଯୋଗୁଁ ଅନ୍ୟମାନଙ୍କ ଭାଗ୍ୟରେ ଯେଉଁ ଖୁସି ଆସିଥାନ୍ତା, ତାହା ମଧ୍ୟ ଓଲଟି ଯାଇଛି। ହୁଏତ ତାଙ୍କ ହୃଦୟ ବହୁତ ଈର୍ଷାଳୁ ଥିଲା, କାରଣ ସେ ଏପର୍ଯ୍ୟନ୍ତ ନୂତନ ବିବାହିତ ଥିଲେ ଏବଂ ପ୍ରତ୍ୟେକ ନବବିବାହିତ ବଧୂ ପରି ତାଙ୍କର ଅନେକ ଇଚ୍ଛା ଥିଲା। ପରଦିନ ମୋ ମା ଆସିଲେ। ମନୀଷଙ୍କୁ ଦେଖି ସେ କାନ୍ଦି ପକାଇଲେ। ପ୍ରତ୍ୟେକ କଥାରେ ମୋ ଯାଆ ମୋ ମାଆଙ୍କୁ ମୋ ବିଷୟରେ ଅନେକ କଥା କହୁଥିବାର ଶୁଣିଲେ। ମୋତେ ଦୁର୍ଭାଗ୍ୟବତୀ ବୋଲି କହୁଥିଲେ। ତାଙ୍କ କଥା ଶୁଣି ମୋ ମା ବହୁତ ଶୀଘ୍ର ଚାଲିଗଲେ। ମୁଁ ବହୁତ କଷ୍ଟରେ ଗୋଟିଏ କିମ୍ବା 2 ଦିନ ବିତାଇଲି ଏବଂ ସବୁବେଳେ ଭଗବାନଙ୍କୁ ପ୍ରାର୍ଥନା କରି ଚାଲିଲି ଯେ ମନୀଷର ରିପୋର୍ଟ ସମ୍ପୂର୍ଣ୍ଣ ସୁସ୍ଥ ହେଉ। ରିପୋର୍ଟ ଆସିବା ମାତ୍ରେ ପରିବାରର ସମସ୍ତଙ୍କ ଉପରେ ସ୍ୱର୍ଗ ପଡ଼ିଗଲା ପରି ଲାଗୁଥିଲା। ରିପୋର୍ଟ ଅନୁଯାୟୀ ମନୀଷର ବ୍ରେନ୍ ଟ୍ୟୁମର ଥିଲା। ରିପୋର୍ଟ ପଢ଼ିବା ମାତ୍ରେ ମୁଁ ମନୀଷର ରୋଗ ପାଇଁ ନିଜକୁ ଦୋଷ ଦେବାକୁ ଲାଗିଲି, କାରଣ ବିବାହ ପୂର୍ବରୁ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ ଏବଂ ହଠାତ୍ ତାଙ୍କୁ ବ୍ରେନ୍ ଟ୍ୟୁମର ହେବା ଆରମ୍ଭ ହୋଇଥିଲା। ଯଦିଓ ପରିବାର ତାଙ୍କୁ ଅନେକ ଡାକ୍ତରଙ୍କ ପାଖକୁ ନେଇଯାଇଥିଲେ, କିନ୍ତୁ ପ୍ରତ୍ୟେକ ଥର ସେମାନେ ନିରାଶ ସହିତ ଫେରି ଆସୁଥିଲେ। ତାପରେ ଜଣେ ଡାକ୍ତର କିଛି ଆଶା ଦେଖାଇଲେ ଏବଂ ସେ କହିଲେ ଯେ ଅପରେସନ୍ ପରେ ତାଙ୍କର ଟ୍ୟୁମର ବାହାର କରିଦିଆଯିବ। କିନ୍ତୁ ଏହି ଅପରେସନ୍ ଫଳରେ ମନୀଷ ତାଙ୍କର ଦୃଷ୍ଟିଶକ୍ତି ହରାଇବାର ସମ୍ଭାବନା ଅଛି। ତାଙ୍କ ସ୍ମୃତିଶକ୍ତିରେ ସମସ୍ୟା ହୋଇପାରେ। ଏହା ବ୍ୟତୀତ ଶରୀରର ଯେକୌଣସି ଅଂଶ ପ୍ରଭାବିତ ହୋଇପାରେ, କାରଣ ଏହା ଏକ ମସ୍ତିଷ୍କ ସମସ୍ୟା ଏବଂ ଅପରେସନ୍ ସମୟରେ ଯେକୌଣସି ସମସ୍ୟା ହୋଇପାରେ। କିନ୍ତୁ ଅପରେସନ୍ ବ୍ୟତୀତ ଆମର ଆଉ କିଛି ଉପାୟ ନଥିଲା। ଡାକ୍ତରଙ୍କ ପାଖକୁ ଯିବା 2 ମାସ ବିତିଗଲା। ଅପରେସନ୍ ଦିନ ମୁଁ ବହୁତ ଖରାପ ଅନୁଭବ କରୁଥିଲି। ମୋର ଦେହ ଭଲ ନଥିଲା। ମୋର ମୁଣ୍ଡ ବିନ୍ଧା ବହୁତ ହେଉଥିଲା ଏବଂ ମୁଁ ବହୁତ ଥକା ଅନୁଭବ କରୁଥିଲି। ପ୍ରଥମେ ମୁଁ ଭାବିଥିଲି ଏହା ଚାପ ହେତୁ ହୋଇପାରେ, କିନ୍ତୁ ସେହି ସନ୍ଧ୍ୟାରେ ମୁଁ ବାନ୍ତି କରିବାକୁ ଲାଗିଲି। ଏବେ ମୁଁ ସନ୍ଦେହ କଲି ଯେ ହୁଏତ ମୁଁ ମା ହେବାକୁ ଯାଉଛି। ଏବେ ପରିସ୍ଥିତି ଏପରି ଥିଲା ଯେ ମୁଁ କୌଣସି ଡାକ୍ତରଙ୍କୁ ମଧ୍ୟ ଦେଖା କରିପାରିଲି ନାହିଁ। ସେଥିପାଇଁ ମୁଁ ଚୁପ୍ ରହିଲି। ମନୀଷର ଅପରେସନ୍ ସଫଳ ହୋଇଥିଲା, କିନ୍ତୁ ସେ ଚେତା ଫେରି ପାଇନଥିଲେ। ଯେତେବେଳେ ସେ ଠିକ୍ ଭାବରେ କଥା ହେଉନଥିଲେ, ମୁଁ ଡାକ୍ତରଙ୍କୁ ପଚାରିଲି ଏବଂ ସେ କହିଲେ ଭାଗ୍ୟବଶତଃ ଅପରେସନ୍ ଭଲ ହୋଇଥିଲା, କିନ୍ତୁ ତାଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ନେବାକୁ ବହୁ ସମୟ ଲାଗିବ।
ତୁମେ ମାନେ ଧୈର୍ଯ୍ୟ ରଖିବା ଉଚିତ। ମନୀଷ ଗୋଟିଏ ସପ୍ତାହ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ପରଦିନ ମନୀଷ ଘରକୁ ଆସିଲେ ମୋ ହାତ ଧରି ମୋତେ କହିବାକୁ ଲାଗିଲେ, ମୋତେ କ୍ଷମା କର ପୁଷ୍ପା, ମୁଁ ତୁମକୁ ଗୋଟିଏ ଦିନ ପାଇଁ ମଧ୍ୟ ଖୁସିରେ ରଖିପାରିଲି ନାହିଁ। ମୁଁ ତୁମକୁ ଏତେ ପ୍ରତିଶ୍ରୁତି ଦେଇଥିଲି, କିନ୍ତୁ ମୁଁ ମୋର ଗୋଟିଏ ପ୍ରତିଶ୍ରୁତି ମଧ୍ୟ ରଖିପାରିଲି ନାହିଁ। ଏହା କହିବା ସମୟରେ ତାଙ୍କ ଆଖି ପୋତି ହୋଇଗଲା। ତାଙ୍କ କଥା ଶୁଣି ମୁଁ କାନ୍ଦିବାକୁ ଇଚ୍ଛା କଲି, କିନ୍ତୁ ମୁଁ ନିଜକୁ ଦୃଢ଼ କଲି, ଯଦି ମୁଁ ତାଙ୍କ ଆଗରେ କାନ୍ଦିବି ତେବେ ସେ ତାଙ୍କର ସାହସ ହରାଇବେ ଏବଂ ଯାହା ହେଉ ସେ ସମାନ ପରିସ୍ଥିତିରେ ଅଛନ୍ତି। ତାଙ୍କୁ ଦୁର୍ବଳ କରିବା ବିପଦପୂର୍ଣ୍ଣ ହୋଇପାରେ। ମୁଁ ହସି ହସି ମନୀଷକୁ ସାନ୍ତ୍ୱନା ଦେବାକୁ ଲାଗିଲି। ଯେତେବେଳେ ମୋ ମା ଏବଂ ମୋ ଭାଇ ମନୀଷକୁ ଦେଖା କରିବାକୁ ଆସିଲେ, ମୋ ଯା କହିବାକୁ ଲାଗିଲେ, ତୁମର ଝିଅକୁ କିଛି ଦିନ ପାଇଁ ସାଙ୍ଗରେ ନେଇଯାଅ। ଯେତେବେଳେ ସେ ଏହା କହିଲେ ମୁଁ ତାଙ୍କୁ ବୁଝିପାରିଲି ନାହିଁ, କିନ୍ତୁ ସେ ଏତେ କଠୋର ସ୍ୱରରେ କହିଲେ ଯେ ମୁଁ ଭାବିଲି ମୁଁ ଉତ୍ତର ଦେବା ଉଚିତ ନୁହେଁ। ମୋ ଯା ମୋ ମାଆଙ୍କୁ ତାଙ୍କ ନିଷ୍ପତ୍ତି ଜଣାଇ ସେଠାରୁ ଚାଲିଗଲେ। ଯେତେବେଳେ ମୁଁ ଏହା ଶୁଣି ବହୁତ ଆଶ୍ଚର୍ଯ୍ୟ ହୋଇଗଲି। ମୁଁ ଭାବୁଥିଲି ଯେ ମୁଁ ମନୀଷକୁ ଏହି ଅବସ୍ଥାରେ କିପରି ଛାଡ଼ିପାରିବି, କିନ୍ତୁ ମୋ ଭାଇ ମଧ୍ୟ ଏହା ଶୁଣିଲା। ତେଣୁ ସେ ରାଗିଗଲେ ଏବଂ ମୋତେ ସେଠାରୁ ଜୋର ଜବରଦସ୍ତି ନେଇଗଲେ। ସେମାନେ ମୋତେ ଥରେ ବି ସେମାନଙ୍କ ସହ କଥା ହେବାକୁ ଦେଲେ ନାହିଁ। ମୋ ବାପା ମାଆଙ୍କ ଘରକୁ ଆସିବା ପରେ ମୁଁ କିପରି ଶାନ୍ତି ପାଇବି? ମୁଁ ହୁଏତ ଅନେକ ଥର ଫୋନ୍ କରିଥିଲି। ସେ ଫୋନ୍ ଉଠାଇ ପାରିଲେ ନାହିଁ, କାରଣ ଡାକ୍ତର କହିଥିଲେ ଯେ ମନୀଷ ସହିତ ଅଧିକ କଥା ନ ହୁଅ। ମୁଁ ଆଶ୍ଚର୍ଯ୍ୟ ହେଉଛି ଯେ ସେହି ଲୋକମାନେ ତାଙ୍କୁ କ'ଣ କହିଥିବେ। ମୁଁ ବହୁତ କଷ୍ଟରେ ମୋ ବାପା ମାଆଙ୍କ ଘରେ କିଛି ଦିନ ବିତାଇଲି ଏବଂ ତାପରେ ମୁଁ ମୋ ମାଆଙ୍କୁ ଅଭିଯୋଗ କରିବାକୁ ଲାଗିଲି, ଦୟାକରି ମୋ ଭାଇକୁ କୁହ ଯେ ମୋତେ ମନୀଷ ପାଖରେ ଛାଡ଼ିଦେବ। ମୁଁ ଅନୁଭବ କରୁଛି ଯେ କିଛି ବଡ଼ ଘଟଣା ଘଟିବାକୁ ଯାଉଛି। ତୁମେ ଏସବୁ କିପରି କରିପାରିବ? ସେ ମୋର ସ୍ୱାମୀ, ମୋତେ ତାଙ୍କଠାରୁ ଅଲଗା କରିବାର କାହାର ଅଧିକାର ନାହିଁ। କିନ୍ତୁ ମୋ ମା ମୋ ପାଖରେ ଅଭିଯୋଗ କରିବାକୁ ଲାଗିଲେ, ସେ ତୋତେ ଅଭାଗା ବୋଲି ଭାବିଥିଲେ ଏବଂ ସେଥିପାଇଁ ସେ ତୁମକୁ ସେଠାରୁ ପଠାଇଦେଲେ, ଯାହାଦ୍ୱାରା ତୁ ତାଙ୍କ ପୁଅର ଚିକିତ୍ସା ସେ ଭଲରେ କରିପାରିବେ। ଯଦି ତୁ ଏହି ସମୟ ମଧ୍ୟରେ ଚାଲିଯାଉ ତେବେ ସେ ତୋତେ ଜୀବିତ ଛାଡ଼ିବେ ନାହିଁ। ଏବଂ ଯାହା ହେଉ ତାଙ୍କର ଗୋଟିଏ ପୁଅ ଅଛି। ସମସ୍ତେ ମୋ ବିରୁଦ୍ଧରେ ହୋଇଗଲେ, ଏପରିକି ମୋ ମା ମଧ୍ୟ। ତାପରେ ମୁଁ ମୋ ଶ୍ୱଶୁରଙ୍କୁ ଫୋନ୍ କରିବାକୁ ବାଧ୍ୟ ହେଲି। ସେ 2 ଥର ଫୋନ୍ ଉଠାଇଲେ ନାହିଁ, କିନ୍ତୁ ଯେତେବେଳେ ମୁଁ ତୃତୀୟ ଥର ଫୋନ୍ କଲି ସେ ଫୋନ୍ ଉଠାଇ କହିଲେ, ତୁମେ ଏବେ କ'ଣ ଚାହୁଁଛ? ମନୀଷ ଆଉ ନାହିଁ। ଏହା ଶୁଣି ମୁଁ ସମ୍ପୂର୍ଣ୍ଣ ମୋ ହୃଦୟ ହରାଇ ବସିଲି। ମୁଁ ମୋ କାନକୁ ବିଶ୍ୱାସ କରିପାରୁନଥିଲି। ମୁଁ ସେମାନଙ୍କୁ କ'ଣ ପଚାରିବି କିମ୍ବା କ'ଣ କହିବି ତାହା ବୁଝିପାରୁନଥିଲି। ମୁଁ କେବଳ ସେମାନଙ୍କୁ କହିଲି ଯେ ଏହା କିପରି ଘଟିଥିଲା ଏବଂ କେବେ ଘଟିଥିଲା। ମୁଁ ମୋ ବାପ ଘରକୁ ଆସିଥିବା ମାତ୍ର 2 ସପ୍ତାହ ହୋଇଥିଲା। ମୋର ପ୍ରଶ୍ନ ଶୁଣିବା ପରେ ସେ ମୋର ଫୋନ୍ କାଟିଦେଲେ ଏବଂ ତାପରେ ଆଉ କେବେ ମୋ ଫୋନ୍ ରିସିଭ୍ କଲେ ନାହିଁ। ଯେତେବେଳେ ମୁଁ ମୋ ପରିବାରକୁ ଏହା କହିଲି, ଘରେ ଏକ ଅଦ୍ଭୁତ ପ୍ରକାରର ଶୋକ ଖେଳିଗଲା। ଏହା ଏପରି ଜଣେ ମା ଥିଲେ ଯେ ମୋ ପରିବାର ମୋତେ ଅଧିକ ମା ପରି କରିଦେଲେ। ଅର୍ଥାତ୍ ଏବେ ସେମାନେ ସମସ୍ତେ ମୋତେ ଜଣେ ଦୁର୍ଭାଗ୍ୟବାନ ବୋଲି ଭାବିବାକୁ ଲାଗିଲେ। ବହୁତ କଷ୍ଟରେ ମୁଁ ମୋ ମାଆଙ୍କୁ କହି ମୋ ଶ୍ୱଶୁର ଘରକୁ ପହଞ୍ଚିଲି। ମୋ ଭାଇ ମଧ୍ୟ ଏଥିରେ ରାଗିଗଲେ, କିନ୍ତୁ ମୋ ହୃଦୟ ଶାନ୍ତିରେ ନଥିଲା। ଯେତେବେଳେ ମୁଁ ମୋ ଶ୍ୱଶୁର ଘରେ ପହଞ୍ଚିଲି ସେତେବେଳେ ଘରଟି ବନ୍ଦ ଥିଲା। ମୁଁ ନବବିବାହିତା ବୋହୂ ଭାବରେ ସେଠାକୁ ଯାଇଥିଲି, ତେଣୁ ପଡ଼ୋଶୀମାନଙ୍କ ମଧ୍ୟରୁ କେହି କିଛି ଜାଣିନଥିଲେ। ହଁ, ମୋ ମା ପଡ଼ୋଶୀଙ୍କୁ ପଚାରିଲେ ଯେ ମୋ ଶ୍ୱଶୁର ଘର କେଉଁଠି ଏବଂ ସେମାନେ କହିଲେ ଯେ ସେମାନେ ଏହି ଘର ଛାଡ଼ି ଦେଇଛନ୍ତି। ଯେତେବେଳେ ମୋ ମା ପଡ଼ୋଶୀଙ୍କୁ ପଚାରିଲେ ସେ ମୋ ଶ୍ୱଶୁର ଘର କେଉଁଠି, ସେମାନେ କହିଲେ ଯେ ମୁଁ ସେହି ବଡ଼ ବଡ଼ ଲୋକଙ୍କ ବିଷୟରେ କିଛି ଜାଣିନାହିଁ। ଯେତେବେଳେ ମୁଁ ଅନ୍ୟ ଜଣେ ପଡ଼ୋଶୀଙ୍କୁ ପଚାରିଲି, ସେମାନେ କହିଲେ ଯେ ଆମେ ମାତ୍ର ଗୋଟିଏ ସପ୍ତାହ ପୂର୍ବରୁ ଏହି ଘରକୁ ଆସିଛୁ, ତେଣୁ ଆମେ ଏ ବିଷୟରେ କିଛି ଜାଣିନାହୁଁ। ମୋ ମା ମୋତେ ଘରକୁ ଫେରାଇ ଆଣିଲେ, କହିଲେ ଯେ ସେମାନେ ତୋଠାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ଏବଂ ମୋର ସ୍ୱାସ୍ଥ୍ୟ ଦିନକୁ ଦିନ ଖରାପ ହେଉଥିଲା। ମୋର ଅବସ୍ଥା ଦେଖି ମୋ ଭାଉଜ ମୋତେ ଆହୁରି ହଇରାଣ କରିବାକୁ ଲାଗିଲେ। ସେତେବେଳେ ଅନ୍ୟ ଭାଉଜ କହିଲେ, ହେ ପ୍ରଭୁ, ଏବେ ଆମକୁ ଆଉ ଏକ ଦାୟିତ୍ୱ ତୁଲାଇବାକୁ ପଡ଼ିବ। ଯେତେବେଳେ ଏପର୍ଯ୍ୟନ୍ତ ମୁଁ ଜାଣିନଥିଲି ଯେ ମୁଁ ପ୍ରକୃତରେ ମା ହେବାକୁ ଯାଉଛି କି। ରାତ୍ରି ଭୋଜନ ପରେ ମୋ ମା ଘରକୁ ଜଣେ ନର୍ସଙ୍କୁ ଆଣିଥିଲେ ଏବଂ ସେ କହିଥିଲେ ଯେ ମୁଁ ପ୍ରକୃତରେ ଗର୍ଭବତୀ। ସେ ମୋତେ ଅଭିନନ୍ଦନ ଜଣାଇବା ଆରମ୍ଭ କଲେ। ଏହା ଏକ ଭଲ ଖବର। ମୁଁ ଏହା ଶୁଣି ଖୁସି ନଥିଲି, କାରଣ ମନୀଷ ଆଉ ଏହି ଦୁନିଆରେ ନଥିଲା। ତେଣୁ ଏହି ଭଲ ଖବର କାହା ପାଇଁ ଥିଲା? ମୋ ପିଲାଟି ଏହି ଦୁନିଆରେ ଆସିବା ପୂର୍ବରୁ ସମସ୍ତେ ମୋ ପିଲା ବିଷୟରେ ବହୁତ ଭାବିବା ଆରମ୍ଭ କଲେ। ଧୀରେ ଧୀରେ ସମୟ ବିତିଗଲା ଏବଂ ସେହି ଦିନ ମଧ୍ୟ ଆସିଲା ଯେତେବେଳେ ମୁଁ ଏକ ପୁଅକୁ ଜନ୍ମ ଦେଲି। ମୋ ପୁଅଟି ମନୀଷ ପରି ଦେଖାଯାଉଥିଲା। ମୁଁ ମୋ ପୁଅକୁ ମୋ କୋଳରେ ଧରି କାନ୍ଦିବାକୁ ଲାଗିଲି ଏବଂ
କିଛି ଦିନର ଗଭୀର ପ୍ରେମକୁ ମନେ ପକାଇଲି, କାରଣ ମୋର ସାଥୀ ଏବଂ ମନୀଷ କେତେ ଭଲ ଥିଲେ। କିନ୍ତୁ ମୋ ସହିତ ତାଙ୍କ ସ୍ମୃତି ହିଁ ମୋ ଜୀବନର ମାଧ୍ୟମ ହୋଇଗଲା। ଯେତେବେଳେ ମୁଁ ଏକ ପୁଅକୁ ଜନ୍ମ ଦେଲି, ମୋ ଭାଇ ଭାଉଜ କହିବା ଆରମ୍ଭ କଲେ ଯେ ତୁମେ ପୁଣି ବିବାହ କର, କିନ୍ତୁ ମୋର ହୃଦୟ ରାଜି ହେଲା ନାହିଁ। କାରଣ ମୁଁ ନିଜ ଆଖିରେ ମନୀଷର ମୃତ୍ୟୁ ଦେଖିନଥିଲି। ମୁଁ ନିଶ୍ଚିତ ଥିଲି ଯେ ମନୀଷ ଜୀବିତ ରହିବ। ତାପରେ ମୋ ହୃଦୟରେ ମୁଁ ମଧ୍ୟ ଭାବିଲି ଯେ ଯଦି ସେ ଜୀବିତ, ତେବେ ସେ କେବେ ଫୋନ୍ କାହିଁକି କରିନଥିଲେ? ଯେତେବେଳେ ମୋର ନମ୍ବର ସମାନ ଥିଲା, ମୁଁ ମୋର ଫୋନ୍ ନମ୍ବର ବଦଳାଇ ନଥିଲି। ଏବଂ ଆମ ଘରର ବଡ଼ ମଧ୍ୟ ତାଙ୍କ ବିଷୟରେ ଜାଣିନଥିଲେ। ସେ ଜାଣିଥିଲେ ଯେ ମୋ ମା' ମଧ୍ୟ ମୋତେ ପୁଣି ବିବାହ କରିବାକୁ ବହୁ ଜିଦ୍ କରୁଥିଲେ। ମୁଁ ମୋ ଜୀବନ ବିଷୟରେ କିଛି ଜାଣିନାହିଁ। ମୁଁ ଚିନ୍ତା କରିବାକୁ ଲାଗିଲି ଯେ ମୁଁ ସ୍କୁଲରେ ଚାକିରି କରି ମୋ ପୁଅକୁ ପାଳନ କରିବି। ମୋର ପୁଅ ଅଛି ଏବଂ ମୁଁ ତା ସାହାଯ୍ୟରେ ମୋର ଜୀବନ ବଞ୍ଚିବି। ଧୀରେ ଧୀରେ ସମୟ ବିତିଗଲା ଏବଂ ମୁଁ ଏକ ସ୍କୁଲରେ କାମ କରିବାକୁ ଲାଗିଲି। ମୁଁ ମୋ ପୁଅକୁ ମୋ ସହିତ ନେଇଯାଉଥିଲି। ଘରେ ତା'ର ଯତ୍ନ କିଏ ନେବ? ଏବେ ଜୀବନ ବଞ୍ଚିବାକୁ ପଡ଼ୁଥିଲା। ଦିନ ବିତିଗଲା ଏବଂ ତାପରେ ମୋ ବଡ଼ ଭାଇ ଅନ୍ୟ ସହରକୁ ବଦଳି ହୋଇଗଲା। ମୋ ବଡ଼ ଭାଉଜ କହିବାକୁ ଲାଗିଲେ ଯେ ତୁମେ ମଧ୍ୟ ଆମ ସହିତ ଆସ। ମୁଁ ମଧ୍ୟ ସେମାନଙ୍କ ସହିତ ଗଲି, କାରଣ ଉଭୟ ସାନ ଭାଇ ମୋତେ କିଛି ପଚାରିନଥିଲେ। ମୋର ବଡ଼ ଭାଇ ମୋର ଯତ୍ନ ନିଏ। ମୋ ମା' ସେହି ପୁରୁଣା ଘରେ ଗାଁରେ ରହିଲା ବେଳେ ମୁଁ ମୋ ବଡ଼ ଭାଇ ସହିତ ନୂଆ ସହରକୁ ଚାଲିଗଲି। ମୋର ଏକ ସରକାରୀ ଚାକିରି ନଥିଲା। ମୁଁ ଏକ ସ୍କୁଲରେ ପଢ଼ାଉଥିଲି। ଏବେ ଆମେ ନୂଆ ସହରକୁ ଆସିଲୁ। ସହର ବହୁତ ଭଲ ଥିଲା ଏବଂ ଏଠାକାର ଲୋକମାନେ ମଧ୍ୟ ଭଲ ଥିଲେ। ହୁଏତ ପୁରୁଣା ସହର ଏତେ ଭୟଙ୍କର ସ୍ମୃତି ଥିଲା ଯେ ମୁଁ ସେଠାରେ ରହିବାକୁ ପସନ୍ଦ କରୁନଥିଲି। ସେଥିପାଇଁ ମୁଁ ନୂଆ ସହରରେ ନୂଆ ଲୋକଙ୍କୁ ପସନ୍ଦ କରିଥିଲି। ନୂଆ ସହରରେ ଜିନିଷଗୁଡ଼ିକ ଭଲ ହୋଇଗଲା, କାରଣ ଗୋଟିଏ, ମୋର ପାଠ ପଢ଼ାରେ ଅଭିଜ୍ଞତା ଥିଲା ଏବଂ ଦ୍ୱିତୀୟତଃ ଏହା ମୋ ଭାଇର ଘର ପାଖରେ ଥିଲା। ସେଠାରେ ଏକ ଘରୋଇ ସ୍କୁଲ ଥିଲା। ଶିକ୍ଷୟିତ୍ରୀମାନେ ବହୁତ ଭଲ ଥିଲେ। ମୋ ପୁଅ ବଡ଼ ହୋଇ 4ର୍ଥ ଶ୍ରେଣୀରେ ପଢ଼ୁଥିଲା। ଶିକ୍ଷୟିତ୍ରୀମାନେ ମଧ୍ୟ ମୋ ପୁଅକୁ ବହୁତ ଭଲ ପାଉଥିଲେ। ଯେତେବେଳେ ତାଙ୍କ ସହିତ ପରିଚିତ ହୋଇଗଲି, ସେ ମୋତେ ଆହୁରି ସହାନୁଭୂତି ଦେଖାଇଲେ। ମୁଁ ସାରା ଦିନ ସ୍କୁଲରେ ରହି ପିଲାମାନଙ୍କୁ ପାଠ ପଢ଼ାଉଥିଲି। ଦିନଗୁଡ଼ିକ ବହୁତ ଶୀଘ୍ର ବିତିଗଲା। କିନ୍ତୁ ଏହି ସମୟ ମଧ୍ୟରେ ଗୋଟିଏ ବି ଦିନ ବିତିଲା ନାହିଁ ଯେତେବେଳେ ମୁଁ ମନୀଷକୁ ମନେ ପକାଉନଥିଲି। ଯେତେବେଳେ ମୋ ପୁଅ ତାଙ୍କ ଘରମାନଙ୍କ ବିଷୟରେ ପଚାରୁଥିଲା, ମୁଁ କହିଥିଲି ଯେ ତୁମ ବାପା ଦେଶ ବାହାରେ ଅଛନ୍ତି ଏବଂ ମୁଁ ତାଙ୍କୁ ମିଛ କହିଥିଲି। ପ୍ରତ୍ୟେକ ଜନ୍ମଦିନରେ ମୁଁ ତାକୁ ମିଛ କହିଥିଲି ଏବଂ ମୋ ତରଫରୁ ତାକୁ ଏକ ଉପହାର ଦେଉଥିଲି ଏବଂ ସେଥିରେ ମନୀଷର ନାମ ଲେଖି କହିଥିଲି ଯେ ତୁମ ବାପା ବିଦେଶରୁ ପଠାଇଛନ୍ତି। କିନ୍ତୁ ଏବେ ଯେତେବେଳେ ସେ ବଡ଼ ହୋଇଗଲା, ସେ ମନୀଷକୁ ବହୁତ ମିସ୍ କରିବାକୁ ଲାଗିଲା। ମୁଁ ସ୍କୁଲରେ ପାଠପଢ଼ା କରୁଥିବା ସମୟରେ 5 ବର୍ଷ ବିତିଗଲା ଏବଂ ମୋ ପୁଅ ମଧ୍ୟ ବଡ଼ ହୋଇଗଲା। ଏହି ସମୟରେ ମ୍ୟାଡ଼ାମ୍ ମୋତେ ପୁଣି ଥରେ ବିବାହ କରିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ମୁଁ ସବୁବେଳେ ତାଙ୍କୁ କହିଥିଲି ଯେ ମୋର ହୃଦୟ ମୋତେ କହୁଛି ଯେ ମନୀଷ ବଞ୍ଚିଛନ୍ତି। ଗୋଟିଏ ଦିନ ମ୍ୟାଡ଼ାମ୍ ମୋତେ ଅଫିସରେ ଡାକି ବିବାହ କାର୍ଡ଼ ଦେଇ କହିବାକୁ ଲାଗିଲେ ଯେ ମୋ ଝିଅ ବିବାହ କରୁଛି, ତେଣୁ ମୋ ଝିଅର ବିବାହକୁ ଆସନ୍ତୁ। କାରଣ ମୋର ମ୍ୟାଡ଼ାମ୍ଙ୍କ ସହିତ ବହୁତ ଭଲ ସମ୍ପର୍କ ଥିଲା। ଏଥିପାଇଁ ମୁଁ ଇଚ୍ଛା ନଥିଲେ ମଧ୍ୟ ରାଜି ହୋଇଥିଲି। ଯେତେବେଳେ ଶୋଭାଯାତ୍ରା ଆସିଲା, ମୁଁ ସେଠାରେ ସେହି ବ୍ୟକ୍ତିଙ୍କୁ ଦେଖିଲି ଯାହାଙ୍କ ପାଇଁ ମୁଁ ଶତାବ୍ଦୀ ଧରି ଅପେକ୍ଷା କରିଥିଲି। ମୁଁ ମୋ ଆଖିକୁ ବିଶ୍ୱାସ କରିପାରିଲି ନାହିଁ। କିନ୍ତୁ ସେ ବାରାତିରେ ଠିଆ ହୋଇ ହସୁଥିଲେ। ମନୀଷ ମୋ ସାମ୍ନାରେ ଠିଆ ହୋଇଥିଲେ। ହଠାତ୍ ଯେତେବେଳେ ତାଙ୍କ ନଜର ମୋ ଉପରେ ପଡ଼ିଲା, ତାଙ୍କ ମୁହଁ ପୋଡ଼ିଗଲା। ଯେତେବେଳେ ମୁଁ ସେଠାରେ ଶକ୍ତିଶାଳୀ ଅବସ୍ଥାରେ ଠିଆ ହୋଇଥିଲି, ମୁଁ ଅନୁଭବ କଲି ଯେ ମୋର ହୃତ୍ସ୍ପନ୍ଦନ ବନ୍ଦ ହୋଇଗଲା। ଆଜି ମୋ ହୃଦୟ ଜିତିଛି। ସେହି ହୃଦୟ ଯିଏ ସବୁବେଳେ ମୋତେ ଏହି ଆଶାରେ ବଞ୍ଚାଇ ରଖିଥିଲା ଯେ ମନୀଷ ବଞ୍ଚିଛି। ମୁଁ ତାଙ୍କୁ କେବେ ନା କେବେ ପାଇବି ଏବଂ ଆଜି ମୁଁ ତାକୁ ପାଇଲି। ବିବାହରେ ମୁଁ ବହୁତ କଷ୍ଟରେ ମୁଁ ସମ୍ପୂର୍ଣ୍ଣ ରୀତିନୀତି ଶେଷ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଲାଗିଲି। ମୁଁ ମୋ ପୁଅକୁ ହଲ୍ ବାହାରକୁ ନେଇଯାଇଥିଲି। ମନୀଷ ସେଠାରେ ଆମ ପାଇଁ ଅପେକ୍ଷା କରି ଠିଆ ହୋଇଥିଲେ। ମନୀଷକୁ ଦେଖି ମୁଁ ତାଙ୍କ କଲର ଧରି ପଚାରିବାକୁ ଚାହୁଁଥିଲି ଯେ ସେ ବଞ୍ଚିଛନ୍ତି କି ନାହିଁ, କିନ୍ତୁ ସେ ଏତେ ଡରି ଯାଇଥିଲେ ଯେ ସେ ସେଠାରେ ରହିପାରିଲେ ନାହିଁ। ବିବାହ କାର୍ଯ୍ୟକ୍ରମରେ ମୁଁ ମ୍ୟାଡ଼ାମ୍ଙ୍କ ଠାରୁ ଜାଣିପାରିଥିଲି ଯେ ମନୀଷ ତାଙ୍କ ଝିଅର ଶ୍ୱଶୁର ଘର ପାଖରୁ, ଅର୍ଥାତ୍ ବିବାହରୁ ମୋ ମ୍ୟାଡ଼ାମ୍ଙ୍କ ଝିଅ ମୋ ଶ୍ୱଶୁରଙ୍କ ଘରକୁ ଯାଉଛନ୍ତି।
ମୁଁ କିଛି ପଚାରିବା ପୂର୍ବରୁ କିମ୍ବା ସେ ମୋତେ କିଛି ପଚାରିବା ପୂର୍ବରୁ ମୁଁ ତାଙ୍କୁ ନିଜେ ପଚାରିବାକୁ ଲାଗିଲି ଯେ ତୁମେ ଏକ ବଡ଼ ମୂର୍ଖ ହୋଇଗଲ। ତୁମେ ବଞ୍ଚିଥିଲ କିନ୍ତୁ ତୁମ ପରିବାର ଆମକୁ ମିଛ କହିଲେ ଏବଂ ମୁଁ ଏକ ମୂର୍ଖ ହୋଇ ତୁମର କାର୍ଯ୍ୟକୁ ମଧ୍ୟ ବିଶ୍ୱାସ କଲି। ଏହି ଆଶାରେ ମୁଁ ମୋର ସମଗ୍ର ଯୌବନ ବଳିଦେଲି ଯେ ତୁମେ କେବେ ଫେରିବ। ମନୀଷ, କାହିଁକି? ମୁଁ ବିଶ୍ୱାସ କରିପାରୁନଥିଲି ଯେ ତୁମେ ମରିଯାଇଛ, କିନ୍ତୁ ଆଜି ତୁମକୁ ମୋ ସାମ୍ନାରେ ଜୀବିତ ଦେଖି ମୁଁ ନିଶ୍ଚିତ ଯେ ମୋର ହୃଦୟ ସତ୍ୟ ଥିଲା। କିନ୍ତୁ ତୁମେ ମୋ ସହିତ ଏପରି କାହିଁକି କଲ? ମୋ କଥାବାର୍ତ୍ତା ମଝିରେ ବାଧା ଦେଇ ମନୀଷ ମୋତେ କହିବାକୁ ଲାଗିଲା, ତୁମେ ନାଟକ ଶେଷ କରିବା ଉଚିତ। ପ୍ରଥମେ ତୁମେ ମୋତେ ଏହି ଅବସ୍ଥାରେ ଛାଡ଼ି ତୁମ ପରିବାର ସହିତ ଚାଲିଗଲ ଏବଂ ବିପରୀତରେ ତୁମେ କେବଳ ମୋତେ ଦୋଷ ଦେଉଛ। ମୋ ପରିବାର ସଦସ୍ୟମାନେ ମୋତେ କହିଥିଲେ ଯେ ତୁମେ ଘର ଛାଡ଼ି କ'ଣ ପାଇଁ ଗଲ? ତୁମେ ବୀମାର ସ୍ୱାମୀ ସହିତ ରହିପାରିବନି ଏବଂ ଯାହା ହେଉ ଜୀବନ ବିଷୟରେ କିଏ ଜାଣେ? ଏହା କହି ତୁମେ ମୋତେ ଛାଡ଼ିଗଲ। ଯେତେବେଳେ ମୋ ପରିବାର ସଦସ୍ୟମାନେ ତୁମକୁ ବହୁତ ଫୋନ୍ କରିଥିଲେ ତୁମେ ଏସବୁ କହିଥିଲ। ଏହା ଶୁଣି ପୁଷ୍ପା ବିଷରେ ପୂର୍ଣ୍ଣ ହୋଇଗଲେ, କାରଣ ସେ ଯାହା କହୁଥିଲେ ତାହା ସବୁ ମିଛ ଥିଲା। ମୁଁ କେବଳ ତାଙ୍କ ଦ୍ୱାରା ଲଗାଯାଇଥିବା ସମସ୍ତ ଅଭିଯୋଗର ଉତ୍ତର ଦେଇଥିଲି ଯେ ଏସବୁ ମିଛ ଏବଂ ଯଦି ତୁମେ ଲୋକମାନେ ଏତେ ସତ୍ୟବାଦୀ ତେବେ ତୁମେ ଘର ଛାଡ଼ି କାହିଁକି ଆସିଲ? ମନୀଷ ପ୍ରଥମେ ମୋତେ ବିଶ୍ୱାସ କରିନଥିଲେ, ତାପରେ କହିଲେ ହଁ, ଆମେ ସେହି ଘର ଛାଡ଼ିଦେଲୁ କାରଣ ଜଣେ ବ୍ରାହ୍ମଣ ମୋତେ କହିଥିଲେ ଯେ ମୁଁ ଏହି ଘର ଛାଡ଼ିଦେଲେ ହିଁ ମୋର ରୋଗ ଶେଷ ହେବ। ଯାହା ହେଉ ମୋ ବଡ଼ ଭାଇକୁ ଏହି ସହରକୁ ସ୍ଥାନାନ୍ତରିତ କରାଯାଇଥିଲା, ତେଣୁ ସେ ମୋତେ ଏଠାକୁ ମଧ୍ୟ ଆଣିଥିଲେ। ଆଉ ମୁଁ ଚାହୁଁନଥିଲି ଯେ ମୁଁ ମଧ୍ୟ ସେହି ସହରରେ ରହିବା ପାଇଁ, କାରଣ ସେହି ସହରରେ ସେହି ଘରେ ତୁମର ଏତେ ସ୍ମୃତି ଥିଲା। ତାପରେ ପୁଷ୍ପାଙ୍କ ପୁଅ ପଛରୁ ଡାକିଲା, ମମି। ସେହି ସ୍ୱର ଶୁଣି ମନୀଷ ମୋତେ ବ୍ୟଙ୍ଗାତ୍ମକ ସ୍ୱରରେ କହିବାକୁ ଲାଗିଲେ, ତୁମେ ଆଉଥରେ ଦ୍ୱିତୀୟ ବିବାହ କରିଛ? ଯଦିଓ ମୁଁ ତୁମକୁ ଛାଡ଼ପତ୍ର ଦେଇନାହିଁ କିମ୍ବା ମୋର ମୃତ୍ୟୁ ହୋଇନାହିଁ, ତୁମେ କାହାକୁ କିପରି ବିବାହ କରିପାରିବ? ମୁଁ ମୋ ପୁଅର ହାତ ପାପୁଲିକୁ ଧରି ତାକୁ ମନୀଷ ସାମ୍ନାରେ ଠିଆ କରାଇ କହିଲି, ଏହା ତୁମର ପୁଅ, ତାକୁ ଭଲ ଭାବରେ ଦେଖ। ଏହା କ'ଣ ତୁମର ଚେହେରା ନୁହେଁ? ଯେତେବେଳେ ମନୀଷ ତାଙ୍କ ପୁଅକୁ ଦେଖିଲେ ସେ ତାଙ୍କ ପାଖକୁ ଦୌଡ଼ି ଆସିଲେ ଏବଂ ତାକୁ କୁଣ୍ଢାଇ ପକାଇଲେ, କାରଣ ପ୍ରକୃତରେ ପୁଅ ମନୀଷର ଏକ ନକଲ ଥିଲା। ତାପରେ ମୁଁ ସେଠାରୁ ମୋ ପୁଅକୁ ମୋ ସହିତ ନେଇଗଲି। ଯଦିଓ ମନୀଷ ଜିଦ୍ କରୁଥିଲେ ଯେ ମୋ ପୁଅ ତାଙ୍କ ସହିତ ଯିବ ଏବଂ ମୁଁ ମଧ୍ୟ ତାଙ୍କ ସହିତ ଯିବି, କିନ୍ତୁ ମୁଁ ତାହା କରିବାକୁ ଯାଉନଥିଲି। ତାପରେ ସେ ହୁଏତ ଅନେକ ଥର ଆମ ଘରକୁ ଆସି କ୍ଷମା ମାଗିଲେ ଏବଂ ତାଙ୍କ ପରିବାର ସଦସ୍ୟମାନଙ୍କୁ ଆମ ଘରକୁ ମଧ୍ୟ ଆଣିଲେ, କିନ୍ତୁ ମୁଁ ତାଙ୍କ ପାଇଁ ମୋ ଜୀବନ ବଳିଦାନ ଦେବାକୁ ପ୍ରସ୍ତୁତ ଥିଲି। ମୁଁ କହିଲି, ମୁଁ ସାରା ଜୀବନ ଅଭାଗ୍ୟ ବିଧବା ଭଳି ଶବ୍ଦ ଶୁଣି ଆସୁଛି ଏବଂ ମୁଁ ମୋ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ତୁମ ପାଇଁ ଅପେକ୍ଷା କରିବି, କିନ୍ତୁ ତୁମେ କେବେ ପଛକୁ ଚାହିଁଲ ନାହିଁ। କିନ୍ତୁ ମୁଁ ଜାଣିଥିଲି ଯେ ଏହା ସବୁ ମିଛ ଥିଲା, କାରଣ ମନୀଷ ପାଖରେ ମୋର ଫୋନ୍ ନମ୍ବର ଥିଲା। ମନୀଷ ପୁନଃ ବିବାହ କରିଥିଲା ଏବଂ ତାଙ୍କର 3ଟି ଝିଅ ଥିଲେ। ସେ କେବଳ ମୋ ପାଖକୁ ଆସୁଥିଲା କାରଣ ସେ ଏକ ପୁଅ ଚାହୁଁଥିଲେ। ପରମେଶ୍ୱର ମୋତେ ଏହିଭଳି ଏକ ଶକ୍ତିଶାଳୀ ପୁଅ ଦେଇ ଆଶୀର୍ବାଦ କରିଛନ୍ତି। ମୁଁ ତା ସମର୍ଥନରେ ମୋର ଜୀବନ ବଞ୍ଚିବି। ମୁଁ ଯେକୌଣସି ପ୍ରକାରେ ଭାଗ୍ୟହୀନ ବୋଲି ଭାବି ତୁମେ ତୁମ ପରିବାର ସହିତ ମୋତେ ଛାଡ଼ି ଚାଲିଗଲ। ଏବେ ତୁମେ ତୁମର ଜୀବନ ବଞ୍ଚ ଏବଂ ମୋତେ ମୋର ଜୀବନ ବଞ୍ଚିବାକୁ ଦିଅ। ମୁଁ ଆମର ଅପୂର୍ଣ୍ଣ ପ୍ରେମ ପୂର୍ଣ୍ଣ ହେବା ପାଇଁ ଅପେକ୍ଷା କରିଥିଲି, କିନ୍ତୁ ମୋର ପ୍ରେମ ସବୁଦିନ ପାଇଁ ଅପୂର୍ଣ୍ଣ ରହିଗଲା। ସତ୍ୟ ଜାଣିବା ପରେ ମୋ ପୁଅ ମନୀଷ ଆଡ଼କୁ ଚାହିଁଲା ନାହିଁ। ଯଦିଓ ମୁଁ ତାକୁ ଅନେକ ଥର କହିଥିଲି ଯେ ସେ ତୋର ବାପା, କିନ୍ତୁ ମୋ ପୁଅ ମୋର ଯନ୍ତ୍ରଣା ଦେଖିଲା, ତେଣୁ ସେ ମନୀଷକୁ ଭେଟିବାକୁ ମନା କରିଦେଲା। ତେଣୁ ବନ୍ଧୁଗଣ, ତୁମକୁ ମୋ କାହାଣୀ କିପରି ଲାଗିଲା? ଯଦି ତୁମକୁ କାହାଣୀଟି ପସନ୍ଦ ଆସିଛି ତେବେ ଦୟାକରି ଏହାକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ କମେଣ୍ଟ ବକ୍ସରେ ତୁମର ମତାମତ ଦିଅନ୍ତୁ ଏବଂ ମୋର ଭଲ କାହାଣୀ ଶୁଣିବା ପାଇଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଦେଖିଥିବା ପାଇଁ ଧନ୍ୟବାଦ। ନମସ୍କାର। ଜୟ ଜଗନ୍ନାଥ।